ଦେଖନ୍ତୁ ଆଜି ଶିମ୍ବ ଗଛ ଲଗେଇଛି ମୁଁ ଲଗେଇଛି କ'ଣ ମଞ୍ଜି ପକେଇଥିଲି ତ ଶିମ୍ବ ଗଛ ଉଠି ଯାଇଛି। ବହୁତ ଖୁସି ଲାଗୁଛି। ତ ଗୋଟେ ଜିନିଷକୁ ଆମେ ଯଦି ଦେଖିବା ତ ତିଆରି କରିବା ଯେଉଁ କିଣିକରି ଖାଇବା ଠାରୁ ନିଜ ବାଡ଼ିରେ ଲଗେଇ ଖାଇବାର ଯେଉଁ ଖୁସି ସବୁ ସେଥିରେ କିଣିକରି ଖାଇବା ଠାରୁ ଭିନ୍ନ ଥାଏ। ତ ମୁଁ ଭାବିଲି ତ ନିଜେ ଲଗେଇବା ପାଇଁ। ତ ଦେଖନ୍ତୁ କେମିତି ଶିମ୍ବ ମଞ୍ଜି ପଡ଼ିଥିଲା ଗଛ ଉଠିଛି କେତେ ସୁନ୍ଦର ହେଇଛି। ଏ ଗଛ ଗୁଡ଼ିକ ଭେରି ବ୍ୟୁଟିଫୁଲ୍ ଲାଗୁଛି। ତ ଆପଣମାନେ ଏଇ ଗଛକୁ ଦେଖନ୍ତୁ ଏମିତି ହିଁ ମୁଁ ମଞ୍ଜି ପକେଇ ଗଛ ସବୁ ତିଆରି କରିଛି। ତ ସମୟକୁ ବେକାର ବର୍ବାଦ କରିବା ଅପେକ୍ଷା ଆମେ ଯଦି କର୍ତ୍ତବ୍ୟ କରିସାରିଲା ପରେ ଆମକୁ ଯଦି ସମୟ ବଳୁଛି ତ ତାହେଲେ ଆମେ କ'ଣ କରିବା ଦରକାର ନା ଗଛ ଲଗେଇବା ଦରକାର। ଏଇଟା ହିଁ ସବୁଠୁ ଭଲ ଉପାୟ। ତ ସମସ୍ତେ ଜନ୍ମଦିନରେ ବି ସମସ୍ତେ କୁହନ୍ତି ଗଛ ଲଗେଇବା ପାଇଁ। ତ ଗଛ ଲଗେଇଲା ପରେ ଯେଉଁ ଗଛ ବି ଲାଗେ ଯଦି ସତେ ସେଇ କଷ୍ଟରେ ଯଦି ଲଗେଇଥିବେ ପାଣି କରି ଦେଇ ଯଦି ଗଛ ଉଠିଯାଏ ତାହେଲେ କଷ୍ଟର ମହତ୍ଵ ଆସିଯାଏ। ସେଥିପାଇଁ ମୁଁ ଭାବିଲି ତ ନିଜସ୍ୱ ଲଗେଇବା ପାଇଁ। ତ ବଜାରରେ ତ ସବୁ ସାରା ଜିନିଷ ମିଳେ ବାକି ନିଜସ୍ୱ ଯଦି ଲଗେଇ ନିଜେ କଷ୍ଟ କରି ଯଦି ଆପଣ ଲଗେଇକି ଆଗେ ତୋଳି କରି ଖାଇବେ ତ ତାହେଲେ ତା'ର ମଜାଟା ଅଲଗା। ତ ଜୀବନରେ ଆମକୁ ବହୁତ କିଛି କର୍ମ କରିବାର ଅଛି। ତ ତା ଭିତରେ ହିଁ ସତ୍କର୍ମ କରିକି ବି ଯେଉଁ କର୍ମରେ କିଛି ମୂଲ୍ୟ ଥାଏ ଯେଉଁଥିରେ ସମୟ ବିତିଲେ ତା ସମୟର ମହତ୍ଵ ରହେ ସେଇଭଳି କର୍ମ କରିବା ଦରକାର। ତ ମୁଁ ସେୟା ଭାବିଲି। ତେଣୁ ବିଭିନ୍ନ ପ୍ରକାର ଗଛ ସମସ୍ତେ ଲଗାନ୍ତି। ମୁଁ ଭାବିଲି ଶିମ୍ବ ଗଛ ଲଗେଇବି। ତ ଶିମ୍ବ ମଞ୍ଜି ପୋତିକି ଏଇ ଗଛଟି ମରି ଯାଇଥିଲା। ବହୁତ କଷ୍ଟରେ ମୁଁ ତାକୁ ମୂଳରେ ମାଟି ଦେଇ ତାକୁ ବଞ୍ଚେଇ କରି ରଖିଛି। ସତରେ ସେ ଆଜି ବଢ଼ିକି ଏତେ ବଡ଼ ହେଇଯାଇଛି। ମୋତେ ବହୁତ ଖୁସି ଲାଗୁଛି। ବହୁତ ଭଲ ଜିନିଷ ବହୁତ ଭଲ ମାନେ କର୍ତ୍ତବ୍ୟ କର୍ମ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆପଣ ଏମିତି ବାଡ଼ିରେ ଆପଣଙ୍କର ଲଗାନ୍ତୁ। ଆଉ ଅଯଥା ଯେଉଁ ସମୟକୁ ନଷ୍ଟ କରୁଛନ୍ତି ତାହା ସମୟକୁ ଠିକ୍ ସଦୁପଯୋଗ କରନ୍ତୁ। ଠିକ୍ ସମୟକୁ ଠିକ୍ ୱେରେ ୟୁଜ୍ କରନ୍ତୁ। ଏଇଟା ହିଁ ଆମ ପାଇଁ ବଡ଼ କଥା। ଯଦି ମୋ ଚ୍ୟାନେଲ୍ଟି ଆପଣଙ୍କୁ ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଛି ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ। ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ।